ଦେଖନ୍ତୁ ଆଜି ଆମର କଟକରେ କଟକ ଆରଟିସି ଜୋନ୍ରେ ସମସ୍ତ ବିଜୁ ଜନତା ଦଳର ନେତୃବୃନ୍ଦ ଆଉ ସମସ୍ତେ ଆମେ ଏକାଠି ହେଇକି ଓଡ଼ିଶାରେ ଯେଉଁପରି ଭାବରେ ମହିଳାମାନଙ୍କ ପ୍ରତି ନିର୍ଯାତନା ବଢ଼ିଛି ତା ପ୍ରତିବାଦରେ ଏବଂ ସୌମ୍ୟାଶ୍ରୀଙ୍କୁ ଯେଉଁପରି ଭାବରେ ସୌମ୍ୟାଶ୍ରୀ ସମସ୍ତଙ୍କୁ ଗୁହାରି କରିବା ପରେ ବିଜେପି ସରକାର ତାଙ୍କ କଥା ଶୁଣିଲା ନାହିଁ, ଯେଉଁଥିପାଇଁ କି ସେ ଆତ୍ମାହୁତି କଲେ ଏବଂ ତାଙ୍କର ମୃତ୍ୟୁବରଣ ହେଲା। ଏବଂ ଗୋପାଳପୁରରେ ଆପଣ ଜାଣିଛନ୍ତି କିପରି ଭାବରେ ରେପ୍ ଆଣ୍ଡ ମର୍ଡର ଗୋଟେ ଛାତ୍ରୀକୁ ବିଚ୍ ଉପରେ ହେଲା ଏବଂ ତା ସହିତ ବି 2 ଦିନ ତଳେ ବଳଙ୍ଗାରେ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ କିପରି ଭାବରେ ଗୋଟେ ଝିଅକୁ ପେଟ୍ରୋଲ ଡାଲି ଜାଳିଦେଲେ। ଏ ସମସ୍ତ କଥା ପ୍ରତିବାଦରେ ଆଜିର ଏ କାର୍ଯ୍ୟକ୍ରମ ମହିଳାମାନଙ୍କୁ ସୁରକ୍ଷା ଦେବା ପାଇଁ ଆମର ଦାବି। 3ଟି ଆରଟିସି ଜୋନ୍ରେ ହେଉଛି ସମ୍ବଲପୁର, କଟକ ଆଉ ବ୍ରହ୍ମପୁର। ଦେଖନ୍ତୁ ସେମାନେ ଖାଲି କହିଲେ ହବନି, କୌଣସି କଥାର ପ୍ରମାଣ କରିକି ଦେଖେଇବା ଦରକାର। ଲୋକ ବିଚାର କରିବେ ଯେଉଁପରି ଭାବରେ ଆଜି ବିଜେପି ସରକାର ସମ୍ପୂର୍ଣ୍ଣ ଭାବରେ ତାଙ୍କ ସିଷ୍ଟମ ଫେଲର, ସେ ସିଷ୍ଟମ ଫେଲର ହେଇଯାଇଛି ଏବଂ ବିଜେପିର କର୍ମୀମାନେ ଗୁଣ୍ଡା ସାଜିଛନ୍ତି, ଯେଉଁଥିପାଇଁ କି ଆଜି ଏ କଥା ହେଉଛି। ଯଦି ନବୀନ ବାବୁଙ୍କ ସମୟରେ କିଛି ଘଟିଥିଲା ତାର ପ୍ରମାଣ ଦିଅନ୍ତୁ, ଖାଲି କହିଲେ ହବନି। ଇଏ ହେଲା ଗୋଟେ କଥା। ଦ୍ୱିତୀୟ କଥା, ଜଣେ କିଏ କରିଥିଲା ବୋଲି ଆମେ କରିବୁ, ତାହେଲେ କରନ୍ତୁ, ଲୋକ ତାର ଜବାବ ଦେବେ।